ଅରଣ୍ୟ ଦିବସ ବୋଲିକି ମନେ ହୁଏ। ଦୀର୍ଘ ବର୍ଷ ପରେ ପିଲାମାନେ ମୋତେ ଶ୍ରଦ୍ଧା ଆନ୍ତରିକତା ଡାକିଛନ୍ତି। ଆଉ ମୁଁ ଦୀର୍ଘ ଦିନ ପରେ ପିଲାଙ୍କର ମନରୁ ଭୁଲି ଯାଇଥିବା ତାଙ୍କ ନାଁ ଆଉ ମୁହଁ ପାଖକୁ ଦେଖିବାକୁ ପାଉଛି। ମୋତେ କେତେ ଖୁସି ଲାଗୁଛି ଆଉ ମୁଁ ସେଇଟା ଅନୁଭବ କରିପାରୁଛି। ପ୍ରାଥମିକ ଛୋଟ ପିଲାଙ୍କ ସେବା ଏ ପ୍ରାଥମିକ ଶିକ୍ଷକମାନେ ତାଙ୍କର ସେବାରେ ଲାଗି କି ଅନୁଭବ ଖୁସି ଅନୁଭବ କରନ୍ତି ଅନୁଭବ ହିଁ ଜାଣନ୍ତି। ପିଲାମାନଙ୍କ ସାଙ୍ଗରେ କଥାବାର୍ତ୍ତା କରିବା ଆଉ ସିଏ ଯେଉଁ କଥା କହନ୍ତି ସେ କଥାରେ କ'ଣ ଥାଏ ବୁଝି ହୁଏ କି ନୁହେଁ ନା। ସିଏ ଯେଉଁ ପାଠ ପଢ଼ନ୍ତି ଅଙ୍କ ପଚାରିଲେ ସାହିତ୍ୟ କହିବେ, ଗୋଟେ ପ୍ରଶ୍ନ ପଚାରିଲେ ଆଉ ଗୋଟେ ପ୍ରଶ୍ନ କହିବେ, ଆଉ ଯେଉଁ ଖାତାରେ ଯାହା ଲେଖିବେ ତା ନ କହିବା ଭଲ। ମୋ ପାଖରେ ସବୁବେଳେ ମୁଁ 4-5ଟା ଖଣ୍ଡ କଲମ ରଖିଥିଲି। ଯିଏ ଯେଉଁ କାଳିରେ ଲେଖିଥିବ ମୁଁ ତାକୁ ଗାରେଇକି ତା ଖାତାକୁ ଫୁଲ କରିଦେବି। ମୋ ଜୀବନରେ ମୁଁ କାହାକୁ ଫେଲ୍ କରିନି। ଆଉ ରହିଲା କ'ଣ, ଆଉ ପିଲାଙ୍କ ସାଙ୍ଗରେ ପିଲା ମାଷ୍ଟରଙ୍କ ସାଙ୍ଗରେ ମାଡ଼ଟା ଜୋଖା ହେଇଥାଏ। ପିଲା ମାଷ୍ଟର ମାନେ ପିଲାଙ୍କୁ କାହିଁକି ମାରିବେ? ସିଏ କ'ଣ ତାଙ୍କର ଶତ୍ରୁ? ସିଏ ତ ତାଙ୍କର ତ ଜୀବନର ସର୍ବସ୍ୱ ଅଳଙ୍କାର। କିନ୍ତୁ ମାଷ୍ଟରମାନେ ମାରନ୍ତି, ଗୋଟେ ଥାଏ ମାଷ୍ଟରମାନେ ମାରନ୍ତି ନା। ତାଙ୍କର ମାଡ଼ଟା ହେଉଛି ସ୍ନେହର ଗୋଟେ ଶାସନ, ଅନୁଶାସନ। ପିଲାମାନଙ୍କୁ ତୁମେ ଭୟ ନ ଦେଖେଇବ କି ମାଡ଼ ନ ଦେବ, ପିଲା ଭଲ ବାଟରେ କେମିତି ଚାଲିବେ? ଯେଉଁ ପିଲାଟି ବଡ଼ ହେଲେ ଗୋଟେ ବଡ଼ ମଣିଷ ହେଇଥାଏ, ପିଲା ମାଷ୍ଟରମାନେ ଆପେ ଆପେ ସେଠିକି ପେଲେଇକି ପସନ୍ଦ। ଏ ପିଲାଟି ବା ମୋ ପାଖରେ ପଢ଼ୁଥିଲା, ସେ ମୋ ସ୍କୁଲରେ ପଢ଼ୁଥିଲା, ହଁ ସେଇ ହେଉଛି ସେ ତାଙ୍କ ପୁରସ୍କାର ପାଆନ୍ତି। ଆଉ ଯେଉଁ ପିଲାଟି ଭଲ ବାଟ ଯାଇନଥିବ ସେ ପିଲାକୁ ମୁଁ ଚିହ୍ନି ନାହିଁ, ସେ ମାଷ୍ଟର ପାଖେ ପାଖେ ପଳେଇ ଆସି। ମୁଁ ଆଉ ପିଲାଙ୍କୁ କ'ଣ କହିବି? ପିଲାମାନେ ତ ବଡ଼ ହେଇଗଲେଣି। ମୁଁ ତାଙ୍କ ଜୀବନ କେମିତି କୁସମିତ ହଉ ତାଙ୍କୁ ଆଶୀର୍ବାଦ କରୁଛି। ଆଉ କ'ଣ କହିବି? ପିଲାମାନଙ୍କୁ ଭଲ ମନ୍ଦ ଜୀବନଟା ଭଲରେ ବିତୁ। ଆଉ ମୁଁ ଯଦି କେଉଁ ପିଲାଙ୍କୁ ମାଡ଼ ଗାଳି ଦେଇଥିବି ତ ସେମାନେ ତାଙ୍କ ନିଜ ଗୁଣରେ ସବୁ ଭୁଲିଯିବେ। ମୁଁ ଏତିକି କହିକି ବିଦାୟ ଦେଉଛି। କ'ଣ କହିବି? ମୋତେ ଅତିକ୍ରାନ୍ତ ବୟସ ହେଇଗଲାଣି, ମୋ ପିଲାଙ୍କୁ କ'ଣ କହିବି? କହିକି ରହୁଛି। ପ୍ରମାଣ ଯଦି ଏହି ସ୍କୁଲରେ ବହୁତ ଦିନ ଶିକ୍ଷକତା କରିଛନ୍ତି ଏବଂ ବହୁତ ଛୋଟ ଛୋଟ ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ଅଙ୍ଗେ ଲିଭେଇଥିବା କଥା ଆଜି ସେ ସମସ୍ତଙ୍କ ପାଖରେ ବଖାଣିଛନ୍ତି। ତେଣୁ ପିଲାମାନେ ହେଉଛନ୍ତି କାଦୁଅ ପିଣ୍ଡୁଳା, ତାଙ୍କୁ ଆମେ ଯେଭଳି ଭାବରେ ତିଆରି କରିବା ସେ ସେଭଳି ଭାବରେ ତିଆରି ହେବେ। କାଦୁଅ ପିଣ୍ଡୁଳାକୁ ନେଇ ଆମେ କେତେ ପ୍ରକାର ଠାକୁର, ଗଣେଶ, ସରସ୍ୱତୀ ଏବଂ ବିଭିନ୍ନ ପ୍ରକାର ଠାକୁର ମଧ୍ୟ ତିଆରି କରିପାରୁଛନ୍ତି। ତେଣୁ ଛୋଟ ଛୋଟ ପିଲାମାନଙ୍କୁ ଆମେ ଯେଭଳି ଭାବରେ ତିଆରି କରିଥିବା ସେ ସେମାନଙ୍କର ଅବସ୍ଥା ସଙ୍କଟାପନ୍ନ। ତେଣୁ ସେମାନେ, ମୁଁ ଭାବୁଥିଲି ଯେ କି ସମସ୍ତେ ଆସି ଉପସ୍ଥିତ ହେଇଥିବେ ଏବଂ ଗୋଟେ ଭାରି ଖୁସି ଲାଗିବ ଏବଂ ଛୋଟ ଛୋଟ ଛାତ୍ରଛାତ୍ରୀମାନଙ୍କୁ ଆଜି ବଡ଼ ହେଇଯାଇଛନ୍ତି ସମସ୍ତଙ୍କୁ ମୁଁ ପରିଦର୍ଶନ କରିବା। ତେଣୁ ଆଜି ଯାହା ହଉ 2 ଜଣ ବରିଷ୍ଠ ଶିକ୍ଷକ, ପଞ୍ଚାନନ ସାର୍ ଏବଂ ଆମ ରତ୍ନାକର ସାର୍ ମୋଠୁ ବୟସରେ ବହୁତ ବଡ଼ ଏବଂ ସେମାନେ ଉପସ୍ଥିତ ହେଇଛନ୍ତି। ମୁଁ ଜାଣିକି ବହୁତ ଖୁସି ହେଲି। ଯାହା ହଉ ତାଙ୍କୁ ପଛରେ ମୁଁ କହିବି। ଆଜି ମୁଁ ଶ୍ରଦ୍ଧେୟ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିବି, ଯଦି କେହି କିଛି କହିବାର ଥାଏ ଆସି ଏଠି 2 ପଦ କହିବେ। ଅନିତା ମିଶ୍ର।